ବର୍ଷା ସତ୍ତ୍ୱେ ଏଠି ଆପଣ ନିଜେ ଦେଖୁଛନ୍ତି ଯେତେ କର୍ମୀ ମା ହୁଅନ୍ତୁ ବୟସ୍କ ଲୋକ ହୁଅନ୍ତୁ ଯୁବକ ହୁଅନ୍ତୁ এই ବ୍ରହ୍ମପୁର ପଞ୍ଚାୟତର ମାରପୁର ଠାରେ ଉପସ୍ଥିତ ହେଇଛନ୍ତି। এইଠୁ ଆପଣ ଅନୁଭବ କରୁଥିବେ ନବୀନ ବାବୁଙ୍କର ପପୁଲାରିଟି କେତେ, ଲୋକମାନେ କିଭଳି ଭାବରେ ହୃଦୟରେ ନବୀନ ବାବୁକୁ ଗ୍ରହଣ କରିଛନ୍ତି। ଏବଂ ନବୀନ ବାବୁ ଯଦି ଏ ଅଞ୍ଚଳ ପାଇଁ ଭଦ୍ରକ ଜିଲ୍ଲା ପାଇଁ ଭଦ୍ରକ ନିର୍ବାଚନ ପାଇଁ ଓଡ଼ିଶା ପାଇଁ ଯଦି ବିକାଶର ଧାରାକୁ ବଢ଼େଇ ନଥାନ୍ତେ, ରାସ୍ତାଘାଟର ଗ୍ରାମାଞ୍ଚଳ ରାସ୍ତାର ଉନ୍ନତି ହେଇନଥାନ୍ତା, ନଦୀର ପୋଲ ହେଇନଥାନ୍ତା, ପାନୀୟ ଜଳର ବ୍ୟବସ୍ଥା ହେଇନଥାନ୍ତା, ସ୍କୁଲ ରୂପାନ୍ତରୀକରଣ ହେଇନଥାନ୍ତା ଏବଂ ଯେଉଁ ଡାକ୍ତରଖାନା ଇତ୍ୟାଦି ରହିଛି ତାର ମଧ୍ୟ ଉନ୍ନତି ହେଇନଥାନ୍ତା, ତାହେଲେ କେବେ ହେଲେ ଆପଣମାନେ ଯେଉଁ ସଂଖ୍ୟାରେ ଏଠି ଉପସ୍ଥାନ ହେଉଛି ସିଏ ହେଇନଥାନ୍ତା। ଆପଣମାନେ ସବୁ ସଭାରେ ଦେଖୁଥିବେ ମା ମାନଙ୍କ ସଂଖ୍ୟା ଯେତେ, ଏ ଗୋଟିଏ ସଭା ନୁହେଁ ସବୁ ସଭାରେ ମା ମାନେ ଜାଣିଛନ୍ତି ମିଶନ ଶକ୍ତି ମାଧ୍ୟମରେ କିଭଳି ମା ମାନେ ଶକ୍ତିଶାଳୀ ହେଇଛନ୍ତି, ଆତ୍ମନିର୍ଭରଶୀଳ ହେଇଛନ୍ତି ଏବଂ ତତ୍ସହିତ ମଧ୍ୟ ଆଜି ମା ମାନେ ତାଙ୍କର ନୂତନ ପରିଚୟ ମଧ୍ୟ ସମଗ୍ର ଦେଶରେ ସୃଷ୍ଟି ହେଇଛି। ଆଜି ମା ମାନେ ସଂକଳ୍ପ କରିଛନ୍ତି ଯେ ସେମାନେ ସମସ୍ତେ ସହଯୋଗ ଦେବେ ଆଗାମୀ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଏବଂ ବିଜୁ ଜନତା ଦଳକୁ ସରକାରକୁ ଆଣିବା ପାଇଁ। ଯିଏ ଯୋଉଠି ଛିଡ଼ା ହେଇଛନ୍ତି ନବୀନ ବାବୁଙ୍କ ନେତୃତ୍ୱରେ ଛିଡ଼ା ହେଇଛନ୍ତି, ସେମାନେ ସମସ୍ତଙ୍କୁ ସାହାଯ୍ୟ ସହଯୋଗ ଶଙ୍ଖ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବେ, ଏ ସଂକଳ୍ପ ମଧ୍ୟ ସେମାନେ ନେଇଛନ୍ତି। ନଳିନୀକାନ୍ତ ପଣ୍ଡା ବଣିଆ ଗ୍ରାମ ପଞ୍ଚାୟତ ପିଏସ୍ ବର୍ଗ ପ୍ରତିନିଧି। ଆଜ୍ଞା କର୍ମୀ ସମ୍ମିଳନୀ ଆଜି ଆମର ଆଗରୁ ମଧ୍ୟ ସ୍ଥିର ହୋଇଥିଲା, ଆଜି ହେବ ବୋଲି। ଆଜି ଆପଣମାନେ ଦେଖୁଥିବେ ଯେଉଁଭଳି ଠିକ୍ କାମ ପ୍ରୋଗ୍ରାମ ଆରମ୍ଭ ହେବାର ଅଧଘଣ୍ଟା ପୂର୍ବରୁ ଯେଉଁଭଳି ବର୍ଷା ଲାଗି ରହିଲା, ଟିପିଟିପି ବର୍ଷା ଚାଲିଥିଲା, ତା ସତ୍ତ୍ୱେ ଧନ୍ୟବାଦ ଦେବି ଆମ ଗ୍ରାମ ପଞ୍ଚାୟତର ସମସ୍ତ ମାଆ ମାନଙ୍କୁ ଏବଂ ବିଶେଷ କରି ଆମର ଭାଇ ଓ ଭଉଣୀମାନଙ୍କୁ ଏବଂ ମୋର ଗୁରୁଜନମାନଙ୍କୁ, ସେମାନେ ଏତେ ସଂଖ୍ୟାରେ ଉପସ୍ଥିତ ହୋଇଛନ୍ତି। ଆଉ ଯଦି ବର୍ଷା ହୋଇନଥାନ୍ତା ଆଜି ଆପଣମାନେ ଏଠି ଦେଖିଥାନ୍ତେ ଏ ଚେୟାର ଛାଡ଼ି ମଧ୍ୟ କେତେ ସିଟ୍, ଏଠାରେ ଗୋଟେ ସିଟ୍ ବି ଫାଙ୍କା ପଡ଼ିନଥାନ୍ତା, ଛିଡ଼ା ହେବା ପାଇଁ ଏଠି ଜାଗା ନଥାନ୍ତା। ଆଜି ଆମ ଗ୍ରାମ ପଞ୍ଚାୟତ ଯେଉଁ କର୍ମୀ ସମ୍ମିଳନୀ ହେଉଛି, ଆମର ମୁଖ୍ୟ ମୁଦ୍ଦା ରହିଲା ନିର୍ବାଚନ ଆଗକୁ ଆମର ଅଛି। ଆମେମାନେ କେମିତି ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ, ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ଏବଂ ମଞ୍ଜୁତା ମଣ୍ଡଳଙ୍କୁ ବଣିଆ ଗ୍ରାମ ପଞ୍ଚାୟତରୁ ଶତାଧିକ ଭୋଟ ଦେଇ ଆମେ ଏଠାରୁ ତାଙ୍କୁ ଅଗ୍ରଣୀ କରିବୁ ଏବଂ ଜୟଯୁକ୍ତ କରାଇବୁ, ଏ ଆମର ପ୍ରଥମ ଆଭିମୁଖ୍ୟ।